ଗାଁ ଗହଳିରେ ଜେନେରାଲି ପିଲାମାନଙ୍କୁ ନେଇକି ବାପା ମା ମାନେ ଏତେ ସିନସିୟର ନୁହଁ ବା କେୟାରଫୁଲ ନୁହେଁ। ଏବେ ଶୀତ ସିଜିନ୍ ପିଲାମାନଙ୍କୁ ଥଣ୍ଡା ଜ୍ୱର କାଶ କଫ ଏଇଟା ହେବା ସ୍ୱାଭାବିକ ହେଉଛି ବି। ତେଣୁ ଆଜି ସକାଳୁ ଏ ଭିଡ଼ିଓଟି କହିବାର କାରଣ, ଆଜି ସକାଳୁ ଜଣେ ପିଲା ଆସିଥିଲେ 7-8 ଦିନ ହେଲାଣି ତାକୁ ମାଇଲ୍ଡ ଫିଭର ରହୁଛି, ତାକୁ ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେ ପେଲି ହେଉଛି, ସଁ ସଁ ହେଉଛି, କଫ ଥଳା ଥଳା ହଳଦିଆ ରଙ୍ଗର କଫ ପଡ଼ୁଛି, ପିଲାଟି ଦୁର୍ବଳ ହେଇଗଲାଣି, ଖାଉନାହିଁ ବର୍ତ୍ତମାନ। ତଥାପି ସେମାନେ ନେଇକି ତାକୁ କେଉଁଠି ଦେଖି ନାହାନ୍ତି ବା ତାର ଟ୍ରିଟମେଣ୍ଟ କରିନାହାନ୍ତି। ହଁ ଠିକ୍ ହେଇଯିବ, ଗାଁରେ ଥିବା ଗୋଟେ କି ଦୋକାନ ସେଠୁ ମେଡ଼ିସିନ କିଛି ଆଣିକି ତାକୁ ଦେଇଥିଲେ, ତାର କମିଯାଉଛି ପୁଣି ହେଉଛି। ତେଣୁ ଆଜି ସେ ନେଇକି ଆସିଥିଲେ, ପିଲାଟିର କଣ୍ଡିସନ ଟିକେ ବେଶୀ ବଢ଼ିଯାଇଛି, ବୁଝିଲେ, ମେ ବି ନିମୋନିଆ। ତେଣୁ ଖାଲି ଏଇ ଗୋଟିଏ କଥା କହିବି ଯେ ଯଦି ବି ପିଲାଙ୍କର କେତେବେଳେ ଦେହ ଖରାପ ହେଉଛି ଆପଣ ତାକୁ ଅବହେଳା କରନ୍ତୁନି ବା ଅପେକ୍ଷା କରିକି ଦେଖନ୍ତୁନି, ଦେଖିବା କମିଯିବ, ହଁ ହେଇଛି ଛାଡ଼ିଯିବ, ସେମିତି ଭାବନ୍ତୁନି। ଯଦି ଦେହ ଖରାପ ଅଛି ତ ଆଟଲିଷ୍ଟ ଡକ୍ଟରଙ୍କୁ ଦେଖାନ୍ତୁ, ଡକ୍ଟରଙ୍କ କନସଲଟେସନ କରନ୍ତୁ। ଡକ୍ଟର ଯାହା କହିବେ ସେହି ହିସାବରେ ଆପଣ ତାର ବ୍ୟବସ୍ଥା କରିବେ। ରୋଗଟା ଆଉ ଆଗକୁ ବଢ଼ିବନି, ଆଟଲିଷ୍ଟ ଶୀଘ୍ର ଭଲ ହେଇଯିବ ଆଉ ବେଶୀ ପ୍ରୋବ୍ଲେମ କ୍ରିଏଟ୍ କରିବନି।